ନା ନା ଏଇଟା ସୁନା ମୂର୍ତ୍ତି ନାହିଁ, କିନ୍ତୁ ତା ସାଙ୍ଗରେ ଯୋଉ ଜିନିଷ ମିଳିଛି ସେଟା ଏଇଟା 100% ସେଟା ଗୋଟେ ସେ ଟେମ୍ପଲ ପ୍ରପର୍ଟି ଆଜ୍ଞା। ବହୁତ ଜାଗାରେ ଏମିତି ହଉଥିଲା ମନ୍ଦିରରେ ଯେ ମାନେ ଟେମ୍ପଲ କିପର ଥିଲେ, ସେବାୟତ ଥିଲେ, ପୂଜକ ମାନେ ଥିଲେ, ସେମାନେ ତାକୁ ଠାକୁରଙ୍କୁ ତାଙ୍କର ଯାହା ସବୁ ମୂଲ୍ୟବାନ ଜିନିଷ ଥିଲା ଲୁଚେଇ ଦଉଥିଲେ। ଆଜ୍ଞା ପୁରୀ ମନ୍ଦିର 14 ଥର ଆଟାକ ହେଇଥିଲା, ସେଠି ଜଗନ୍ନାଥ ବି ପାତାଳି ହେଇଥିଲେ, ତାଙ୍କୁ ବି ସେଠୁ ନେଇଯାଇଥିଲେ। ସେତେବେଳେ କଣ ହଉଥିଲା ଯେ ମାନେ ତାଙ୍କର 3ଟା ଜିନିଷ ଯୋଉ ଆମର ସ୍ପେଶାଲି ଯୋଉ ଆଫଗାନ ମୋଗଲ ମାନେ ତାଙ୍କର ଯୋଉ ଆସୁଥିଲେ ସେ 3ଟା କାମ କରୁଥିଲେ। ପ୍ରଥମ କଥା ଆଜ୍ଞା ସେ ଜାଣୁଥିଲେ ହିନ୍ଦୁ ମନ୍ଦିରରେ ବହୁତ ଜିନିଷ ଅଛି, ବହୁତ ଏମିତିଆ ସୁନା ଚାନ୍ଦି ଥାଏ, ବହୁତ ଜିନିଷ ଥାଏ, ସେମାନେ ସେଟା ଲୁଟ କରୁଥିଲେ। ଦ୍ୱିତୀୟ ସେମାନେ ଯାହା ଆମର ମୂର୍ତ୍ତି ଥିଲେ ତାଙ୍କ ଧର୍ମ ଆଲାଉ କରୁନଥିଲା, ତାକୁ ଡିସଫିଗର ନହେଲେ ଭାଙ୍ଗି ଦଉଥିଲେ, ହାତ ଗୋଡ ମୁହଁ ସବୁ ଏମିତି କରିଦଉଥିଲେ। ଥାର୍ଡ ଜିନିଷ ସେ ଚେଷ୍ଟା କରୁଥିଲେ ମନ୍ଦିରକୁ ଭାଙ୍ଗିବା ପାଇଁ। ଆମର ଯୋଉ ସବୁ ମନ୍ଦିର ତିଆରି ହେଇଥିଲା ସେଟା ଏତେ ସହଜରେ ଆଜ୍ଞା ଭାଙ୍ଗିବା ସମ୍ଭବ ଥିଲାନି। ଯୋଉ ସେଠି ଆଠଗଡ ଯଦି ଯୋଉ ମୂର୍ତ୍ତି ସେମାନେ ମିଳିଛି ଅନିଲ ବାବୁ, ଏ ସୁନାର ହଁ ମୂର୍ତ୍ତି ବା କେତେ ବର୍ଷ ତଳର ନା ମୂର୍ତ୍ତି ନା ବୋଲି ଆପଣ ଭାବୁଛନ୍ତି? ପ୍ରାୟ ଆପଣ ଏଇଟା ତ ସୁନା, ଜାଗାକୁ ଯାଇନାହାନ୍ତି। ନା ନା ଏଇଟା ସୁନା ମୂର୍ତ୍ତି ନାହିଁ, କିନ୍ତୁ ତା ସାଙ୍ଗରେ ଯୋଉ ଜିନିଷ ମିଳିଛି ସେଟା ଏଇଟା 100% ସେଟା ଗୋଟେ ସେ ଟେମ୍ପଲ ପ୍ରପର୍ଟି ଆଜ୍ଞା। ତାକୁ ସେତେବେଳେ ଯଦି ସେ ଜାଣିଥିବେ ଆସିଛନ୍ତି ଆକ୍ରମଣ କରିବା ପାଇଁ, ତାକୁ ଲୁଚେଇ ଦେଇଥିବେ। ଏଠି ବହୁତ ଜାଗାରେ ହେଇଛି, ବହୁତ ଜାଗାରେ ମନ୍ଦିରର ଯୋଉ କୂଅ ଥାଏ କି ପୋଖରୀ ଭିତରେ ଥାଏ ତା ଭିତରେ ଲୁଚେଇ ଦଉଥିଲେ। ଏଇଟା ସେୟା ହେଇଥିବ, ତାକୁ ସିକ୍ରେଟ ଜାଗାରେ ରଖା ହେଇଯାଇଥିବ, ହେଇପାରେ ଯୋଉ ଲୋକ ତାକୁ ରଖିଥିଲା ସେ ମରିଗଲା କି ତାକୁ ମାରିଦେଲେ, କିଏ ସିକ୍ରେଟ ଟା ସେମିତି ରହିଗଲା। ଆପଣ ମନେ ପକାନ୍ତୁ ଯୋଉ ଏମାର ମଠରେ ଚାନ୍ଦି ବି ବାହାରିଥିଲା ଆଜ୍ଞା, ଯୋଉ ସିଲଭର ବ୍ରିକ୍ସ ବାହାରିଥିଲା, ସେଟା ବି ଏମିତି ହିଁ ତାକୁ ସିକ୍ରେଟ ମାନେ ତାକୁ ରଖାଯାଇଥିଲା ଏମିତି ଟୁ ସେଭ୍ ଇଟ୍। ଏଇଟା ବହୁତ ମନ୍ଦିରରେ ହେଇଥିଲା। ମୁଁ ଆପଣଙ୍କୁ ପୁଣି କହୁଛି ଯେତେବେଳେ ଆମେ ମନ୍ଦିର ଆଉ ସର୍ଭେ ଗୋଟେ କରୁ। ଅଲୌକିକ ଘଟଣା ମୋ ଆଖି ଆଗକୁ ଆସୁଛି ଯେ ଆଉ ଜଣେ ପଣ୍ଡିତ ଯିଏ ହୋମ ଯଜ୍ଞ କରୁଥିଲେ, ସିଏ କହିଲେ କି ଏଇ ଜାଗାରେ ଅଛି ମୂର୍ତ୍ତି ଖୋଳ ବାହାରିବ। ଏ କେମିତି ସମ୍ଭବ? ଆଜ୍ଞା ନା ସେଇଟା ମୁଁ ଆଜ୍ଞା ସେ ଜିନିଷ ବହୁତ ଜାଗାରେ ଆମେ ଶୁଣୁ, ଏମିତି ସ୍ୱପ୍ନ ଦେଶ ହେଲା, ଇଏ ହେଲା, ସେ ହେଲା, ଠିକ ଅଛି ଲୋକଙ୍କ ଆସ୍ଥା କଥା, ମୁଁ ତା ଉପରେ କମେଣ୍ଟ କରିବି ନାହିଁ। କିନ୍ତୁ ଏଇ ଗୋଟେ ଅକେଜନରେ ମୁଁ ଆଉ ଥରେ କହିବି, ଆମେ ସଦାବେଳେ କହୁ ଯେମିତି ଆପଣଙ୍କୁ ମନେ ଅଛି କିଛି ଦିନ ତଳେ କୋଣାର୍କରେ ଜିପିଆର ସର୍ଭେ ହେଇଥିଲା, ଆଉ ସେଠି ବାହାରିଥିଲା କି ତା ତଳେ ମୂର୍ତ୍ତି ଅଛି, ଯୋଉଟା ଜିପିଆର ସର୍ଭେରେ ଆମେ ଜାଣିଛୁ। ଓଲ୍ଡ ଟାଉନରେ ଯୋଉ ଜିପିଆର ସର୍ଭେ ହେଇଥିଲା, ଜିପିଆର ହେଲା ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର, 80% ସର୍ଭେ ଏରିଆରେ ତଳେ କିଛି ନା କିଛି ରେମନେଣ୍ଟ କି ଆର୍ଟିଫାକ୍ଟ ଥିଲା। ଆଉ ପୁରୀରେ ବି ଯେତେବେଳେ ହେଇଥିଲା କରିଡର ବେଳେ, ଏବେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ଗୋଟେ ବହୁତ ଭଲ ଟୁଲ ଆର୍କିଓଲୋଜିଷ୍ଟ ମାନଙ୍କ ପାଇଁ, ଦୁନିଆ ସାରା ୟୁଜ ହୁଏ। ଆମ କହିବା କଥା ଆମର ଯେତିକି ବଡ ବଡ ଧର୍ମ କି ମନ୍ଦିର କି ବଡ ବଡ ସବୁ ଇମ୍ପୋର୍ଟାଣ୍ଟ ମନ୍ଦିର ଅଛି, ତା ପାଖରେ ଏଏସଆଇ ନହେଲେ ଷ୍ଟେଟ ଆର୍କିଓଲୋଜି ଗୋଟେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ କରୁ ଆଜ୍ଞା। ବହୁତ ଥରେ ବହୁତ ଆଶ୍ଚର୍ଯ୍ୟ ଜିନିଷ ବାହାରିବ। ଏଟା ଫର ସିଓର ଅଛୁ ଆଜ୍ଞା, ଗୋଟେ ହିନ୍ଦୁ ଟେମ୍ପଲ ର ଗୋଟେ ଆଜ୍ଞା ଇକୋଲୋଜି ଥାଏ ଚାରିଆଡେ। ହିନ୍ଦୁ ଟେମ୍ପଲ ଯେତିକି ଥିଲା ଆମର ମନ୍ଦିର, ଏଗୁଡାକୁ ମାସେ 2 ମାସେ କି ବର୍ଷରେ ତିଆରି ହେଇନଥିଲା, ଅନିଲ ବାବୁ, ମୋର ଆଉ ବର୍ଷେ ଗୋଟେ ବର୍ଷେ। ପ୍ରଶ୍ନ ଆପଣଙ୍କ ପାଇଁ ରହିବ ଯେ ଏଏସଆଇ ସର୍ଭେ କୁହନ୍ତୁ। କରିବ, ଅତ୍ୟାଧୁନିକ ହଁ ଟେକ୍ନୋଲୋଜିର ପ୍ରୟୋଗ ହବ, ତାପରେ ଜଣା ପଡିଯିବ ଯେ ମାଟି ତଳେ କଣ ଅଛି। ଏଠି ଜଣେ ହଁ ପଣ୍ଡିତ ଆଉ ଯିଏ ଆଜ୍ଞା ହୋମ ଯଜ୍ଞ କରି କହୁଛନ୍ତି ଏଇ ଜାଗାରେ ଖୋଳ ମୂର୍ତ୍ତି ବାହାରିବ, ଏଇଟା କେମିତି ସମ୍ଭବ? ହଁ ନା ସେଇଟା ଆଜ୍ଞା ମୁଁ ସେ ଆ ବିଷୟରେ କିଛି ଟିପ୍ପଣୀ କରିବିନି। ମୁଁ ଏଇଟା ବହୁତ ଥରେ ଶୁଣିଛି, ବହୁତ ଜାଗାରେ ଆଜ୍ଞା ଶୁଣିଛୁ। ସେ ସ୍ୱପ୍ନ ଦେଶ ହେଲା, ସେଠି ଗୋଟେ ଶିବଲିଙ୍ଗ ଅଛନ୍ତି, ସେଠି ଗାଈ ଛିଡା ହଉଥିଲା, ନିଜେ ତାର ଦୁଧ ତାର କ୍ଷୀର ଗୁଡା ସେଠି ଦୁହେଁ ହେଇଯାଉଥିଲା। ଆମେ ବହୁତ ଜାଗାରେ ଶୁଣିଛୁ। ଆମେ ଯେତେବେଳେ ମନ୍ଦିର ସର୍ଭେ କରୁ ଆମେ କିମ୍ବଦନ୍ତୀକୁ ବି ରେକର୍ଡ କରୁ। ଲୋକଙ୍କର ବିଲିଫ ଆଜ୍ଞା, ଲୋକଙ୍କର ଆସ୍ଥା, ତାକୁ ଟଚ କରିହବନି। ତାଙ୍କୁ ଯଦି କିଛି ସ୍ୱପ୍ନରେ ହେଇଥିବ କିଛି ଇଣ୍ଡିକେସନ ମିଳିଥିବ, କିନ୍ତୁ ସବୁଠୁ ବଡ କଥା ଏଇ କେସରେ ଇଏ ଅଛି କି ଯିଏ ପାଇଲା ସେ ଡିକ୍ଲେୟାର କରିକି ଆଜ୍ଞା ଦେଇଦେଲା। ପ୍ରାୟ ବହୁତ ଜାଗାରେ ମିଳେ, ଆମେ ଜାଣିଛୁ। ସେଠି ଯିଏ ପାଇଲା ସେ ରଖିଦେଲା, ଆମେ ଜାଣିପାରୁନୁ। ଖାଲି ମନ୍ଦିର ନୁହେଁ, ଏ ବିଲ ଭିତରେ ମିଳେ, ବହୁତ ଥର ଇଆଡେ ସିଆଡେ ବି ମିଳେ, କୋଉ ଘର ତିଆରି ବେଳେ ମିଳେ, ସେମିତି କେନାଲ ଖୋଲିଲା ବେଳେ ମିଳେ। ସେଟା ପ୍ରାୟ ଆସେ ନା, ବହୁତ ଲୋକାଲ ଲେଭେଲରେ ହିଁ ତାକୁ ବଣ୍ଟା ବଣ୍ଟି ହେଇଯାଏ। କୋଉଠି ପୋଲିସ ଯେତେବେଳେ ଯାଏ, ଇଟ ଇଜ ଟୁ ଲେଟ୍, ସବୁ ଅଲରେଡି ସରିଯାଇଥାଏ।